ପିଲାମାନେ ଆମେ ପୂର୍ବ କ୍ଲାସରେ ପଢ଼ିଥିଲେ ସମାଜ ବିଜ୍ଞାନ ଓ ରାଜନୀତି ବିଜ୍ଞାନ ମଧ୍ୟରେ ସମ୍ପର୍କ ବା ସୋସିଓଲୋଜି ଆଣ୍ଡ ପଲିଟିକାଲ ସାଇନ୍ସ ମଧ୍ୟରେ ଡିଫରେନ୍ସ ପଢ଼ିଥିଲେ। ଆଜି ପଢ଼ିବା ସମାଜ ବିଜ୍ଞାନ ଓ ଇତିହାସ ସୋସିଓଲୋଜି ଆଣ୍ଡ ହିଷ୍ଟ୍ରି ଭିତରେ କ'ଣ ସମ୍ପର୍କ ରହିଛି ଦେଖିବା ଚାଲ। ସମାଜ ବିଜ୍ଞାନ ଓ ଇତିହାସ ପରସ୍ପର ଅତି ଘନିଷ୍ଠ ଭାବେ ଜଡ଼ିତ। ଉଭୟ ସମାଜ ବିଜ୍ଞାନୀ ଓ ଐତିହାସିକ ମାନବ ସମାଜକୁ ଅଧ୍ୟୟନ କରିଥାନ୍ତି। ସମାଜ ବିଜ୍ଞାନୀ ବର୍ତ୍ତମାନର ସମାଜ ଓ ସେମାନଙ୍କର ସାମାଜିକ କାର୍ଯ୍ୟକଳାପକୁ ଅଧ୍ୟୟନ କଲାବେଳେ ଐତିହାସିକ ଅତୀତର ମନୁଷ୍ୟ ଓ ସେମାନଙ୍କର ଘଟଣାବଳୀ ଗୁଡ଼ିକୁ ଅନୁଧ୍ୟାନ କରିଥାଏ। ଇତିହାସ ଅତୀତର ଘଟଣାବଳୀ ଗୁଡ଼ିକୁ ଅନୁଶୀଳନ କରିଥାଏ, ଯେଉଁଥିରେ ମାନବ ସମାଜର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କାର୍ଯ୍ୟାବଳୀମାନ ଅଧ୍ୟୟନ କରିଥାଏ। ତେଣୁ ସମାଜଶାସ୍ତ୍ର ଇତିହାସ ଠାରୁ ଅଲଗା ହୋଇପାରେ ନାହିଁ କିମ୍ବା ଇତିହାସ ସମାଜଶାସ୍ତ୍ର ଠାରୁ ଅଲଗା ହୋଇପାରେ ନାହିଁ। ତେଣୁ ହୋବାର୍ଡଙ୍କ ମତରେ ଇତିହାସ ହେଉଛି ଅତୀତର ସମାଜଶାସ୍ତ୍ର ଏବଂ ସମାଜଶାସ୍ତ୍ର ହେଉଛି ବର୍ତ୍ତମାନର ଇତିହାସ। ହିଷ୍ଟୋରି ଇଜ୍ ଦ ପାଷ୍ଟ, ସୋସିଓଲୋଜି ଇଜ୍ ଦ ପ୍ରେଜେଣ୍ଟ ହିଷ୍ଟୋରି। ତାପରେ ପିଲାମାନେ ଜନ୍ ସେଲିଙ୍କ ମତରେ ସମାଜଶାସ୍ତ୍ର ବ୍ୟତୀତ ଇତିହାସ ଅଧ୍ୟୟନର କୌଣସି ଫଳ ନାହିଁ ଏବଂ ଇତିହାସ ବ୍ୟତୀତ ସମାଜ ବିଜ୍ଞାନର ମୂଲ୍ୟ ନାହିଁ। ହିଷ୍ଟୋରି ୱିଦାଉଟ୍ ସୋସିଓଲୋଜି ହାଜ୍ ନୋ ଫ୍ରୁଟ୍, ସୋସିଓଲୋଜି ୱିଦାଉଟ୍ ହିଷ୍ଟୋରି ହାଜ୍ ନଟ୍ ରୁଟ୍। ପିଲାମାନେ ଆମେ ଦେଖିବା ହୋବାର୍ଡ କ'ଣ କହିଥିଲେ। ହୋବାର୍ଡ କହିଥିଲେ ନା ଇତିହାସ ହେଉଛି ଅତୀତର ସମାଜଶାସ୍ତ୍ର ଓ ସମାଜଶାସ୍ତ୍ର ହେଉଛି ବର୍ତ୍ତମାନର ଇତିହାସ। ଏଇଟା ପିଲାମାନେ ମନେ ରଖ, ଏଇଟା ପରୀକ୍ଷାରେ ପଡ଼ିଯିବ ଯେ ହୋବାର୍ଡ କ'ଣ କହିଥିଲେ, ପରୀକ୍ଷାରେ ଆସେ ପିଲାମାନେ ମନେ ରଖିଥାଅ। ଏଇଟା ଜନ୍ ସେଲି କ'ଣ କହିଥିଲେ, ସର୍ଟ କୋଶ୍ଚିନ୍ ପିଲାମାନେ ଆସିବ। ଆଉ ଲଙ୍ଗ କୋଶ୍ଚିନ୍ରେ ପକେଇଦେବ କି ରାଜନୀତି ବିଜ୍ଞାନ ଓ ସମାଜ ବିଜ୍ଞାନ ବିଷୟରେ ସମ୍ପର୍କ ଦେଖ, କି ସମାଜ ବିଜ୍ଞାନ ଅର୍ଥନୀତି ବିଷୟରେ ସମ୍ପର୍କ ଲେଖ, ପିଲାମାନେ ପକେଇଦେବ। ତ ଏଟାକୁ ଭଲ ଭାବରେ ଘରେ ତମେମାନେ ବସିକି ମାଇଣ୍ଡଫୁଲି ପଢ଼। ଆଉ ମୁଁ ଯେତିକି ବି କହୁଛି ତାର ନୋଟ୍ ଦଉଛି, ସେତିକି ନୋଟ୍ କର ଆଉ ସେତିକି ହିଁ ପଢ଼। କେବଳ ଅଧିକ ଏକ୍ସଟ୍ରା କିଛି ବି ପଢ଼ିବା ଦରକାର ନାହିଁ କି ଏକ୍ସଟ୍ରା କିଛି ମୁଣ୍ଡରେ ପୁରେଇବା ଦରକାର ନାହିଁ। ଯେତିକି ତମମାନଙ୍କୁ ନୋଟ୍ ଦଉଛି ମୁଁ ସେତିକି କେବଳ ପଢ଼। ତ ପିଲାମାନେ ଚାଲ ଏବେ ଦେଖିବା ସାମଞ୍ଜସ୍ୟ ବା ସିମିଲାରିଟି, ଏହାର କ'ଣ ସମାନତା ଏଥିରେ ରହିଛି। ଇତିହାସ ଅତୀତର ରାଜନୈତିକ, ଅର୍ଥନୈତିକ, ସାମାଜିକ ଘଟଣାବଳୀ ଉପରେ ଆଲୋକପାତ କରିଥାଏ। ଅତୀତ ଘଟଣାର କାରଣ ଓ ଫଳାଫଳ ଉପରେ ଅଧ୍ୟୟନ କରିଥାଏ। ଇତିହାସର ଅତୀତର ସମାଜର ଲୋକମାନଙ୍କର ଚାଲିଚଳନ, ବ୍ୟବହାର, ରୀତିନୀତିକୁ ଆଧାର କରି ସମାଜ ବିଜ୍ଞାନୀ ବର୍ତ୍ତମାନର ସମାଜକୁ ଖୁବ୍ ଭଲ ଭାବରେ ଅଧ୍ୟୟନ କରିଥାନ୍ତି। ପିଲାମାନେ ବୁଝିଲ ସେ କ'ଣ କହିଲା ନା ଇତିହାସ ଅତୀତର ସମାଜର ଲୋକମାନଙ୍କର ଚାଲିଚଳନ, ବ୍ୟବହାର, ରୀତିନୀତିକୁ ଆଧାର କରି ସମାଜ ବିଜ୍ଞାନୀ ବର୍ତ୍ତମାନ ସମାଜକୁ ଖୁବ୍ ଭଲ ଭାବେ ଅଧ୍ୟୟନ କରିଥାନ୍ତି। ନାଇଁ ଆଗରୁ ଯୋଉ ଲୋକମାନେ ଯେମିତି ସବୁ ଚାଲିଚଳଣି ସେମାନଙ୍କର ଥିଲା, ଯେମିତି ସବୁ ବ୍ୟବହାର କରୁଥିଲେ, ସେସବୁକୁ ଆମେ କୋଉଠି ପାଉଛେ ନା ଇତିହାସରୁ ପାଉଛେ। ସେଇ ସବୁକୁ ଦେଖିକି ଆଜିକାର ଯୋଉ ସମାଜ ବିଜ୍ଞାନ ଅଛି, ସେ ସମାଜ ବିଜ୍ଞାନ କ'ଣ ନା ସମାଜ ବିଜ୍ଞାନୀ ମାନେ ଏସବୁକୁ ଆମର ଲକ୍ଷ୍ୟ କରୁଛନ୍ତି ଆଧୁନିକ ସମାଜରେ। ବୁଝିପାରିଲ? ଉଦାହରଣ ସ୍ୱରୂପ ବର୍ତ୍ତମାନ ପରିସ୍ଥିତିରେ ଧର୍ମ, ପରିବାର ତଥା ବିବାହ ଆଦି ଅନୁଷ୍ଠାନ ସାମାଜିକ ଗୁରୁତ୍ୱର ଅଧ୍ୟୟନ ପାଇଁ ଏସବୁ ଅନୁଷ୍ଠାନର ଉତ୍ପତ୍ତି ଜୀବନ ଧାରଣ ଗୁଡ଼ିକୁ ସମୀକ୍ଷା କରିବାରେ ବ୍ୟସ୍ତ। ଏହିପରି ଭାବରେ ଇତିହାସ ଓ ସମାଜ ବିଜ୍ଞାନ ଖୁବ୍ ନିକଟତର। ଉଭୟ ସମାଜ ବିଜ୍ଞାନ ଓ
ଓ ଇତିହାସ ସଭ୍ୟତା ଓ ସଂସ୍କୃତି ଉପରେ ଅଧ୍ୟୟନ କରିଥାନ୍ତି। ସମାଜ ବିଜ୍ଞାନରେ ଐତିହାସିକ ପଦ୍ଧତିରେ ବହୁଳ ଭାବେ ବ୍ୟବହାର କରାଯାଇଛି, ଯଥା ଦୁର୍ଖେମଙ୍କ ଆତ୍ମହତ୍ୟା, କାର୍ଲମାର୍କ୍ସଙ୍କ ଶ୍ରେଣୀ ସଂଘର୍ଷ ଇତ୍ୟାଦିରୁ ଇତିହାସ ବିଷୟରେ ସ୍ପଷ୍ଟ ଜଣାପଡ଼େ। ଏହାର ପିଲାମାନେ ଆଗକୁ ଅଛି, ଆମେ ଆଗକୁ ପଢ଼ିବା। ଉଭୟ ସମାଜ ବିଜ୍ଞାନ ଓ ଇତିହାସ ପରସ୍ପର ପରିପୂରକ ଓ ନିର୍ଭରଶୀଳ ଅଟନ୍ତି। ସମାଜ ବିଜ୍ଞାନ ବ୍ୟତିରେକେ ବା ସମାଜ ବିଜ୍ଞାନ ବ୍ୟତୀତ ଇତିହାସର ମୂଲ୍ୟ କିଛି ନାହିଁ ତଥା ଇତିହାସ ବିନା ସମାଜ ବିଜ୍ଞାନର ଅଧ୍ୟୟନ ଅସମ୍ଭବ ଅଟେ। ସେଥିପାଇଁ କୁହାଯାଇଛି ସମାଜ ବିଜ୍ଞାନ ବିନା ଇତିହାସ ଅଧ୍ୟୟନ ନିଷ୍ଫଳ, ପୁଣି ଇତିହାସ ବିନା ସମାଜ ବିଜ୍ଞାନର କୌଣସି ଅସ୍ତିତ୍ୱ ନାହିଁ। ବୁଝିପାରିଲେ ପିଲାମାନେ? ସମାଜ ବିଜ୍ଞାନ ଇତିହାସକୁ ମଧ୍ୟ ଅନୁକରଣ କରେ। ବିଭିନ୍ନ ସାମାଜିକ ସମସ୍ୟା ଓ ଘଟଣାବଳୀ ମଧ୍ୟରୁ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଏବଂ ସୂତ୍ରଗୁଡ଼ିକୁ ଖୋଜିଥାଏ ଏବଂ ଖୋଜିକି ପାଏ ମଧ୍ୟ। ତେଣୁ ସମାଜ ବିଜ୍ଞାନର ପୃଷ୍ଠଭୂମିର ଇତିହାସକୁ ହିଁ ଅଧ୍ୟୟନ କରାଯାଏ। ସମାଜ ବିଜ୍ଞାନ ପିଲାମାନେ ଇତିହାସକୁ ଅଧ୍ୟୟନ କରାଯାଏ, ନହେଲେ ସେମାନେ ଜାଣିପାରିବେନି କିଛି ପୂର୍ବ କଥା। ପୂର୍ବ କଥା କେମିତି ଜାଣିବେ? ଇତିହାସ ସବୁ ପୂର୍ବ କଥା ଆମର କହେ, ସବୁ ଅତୀତର କଥାକୁ ଆମେ କିଏ କହେ? ଇତିହାସ କହେ। ଇତିହାସକୁ ହିଁ ସେମାନେ ଅଧ୍ୟୟନ କଲା ପରେ ଯାଇକି ସେଥିରୁ ଆଧୁନିକ ସମାଜ ବିଷୟରେ ଜାଣିପାରନ୍ତି, ନହେଲେ ସେମାନେ ପିଲାମାନେ କିଛି ଜାଣିପାରିବେନି। କାର୍ଲମାର୍କ୍ସଙ୍କ ରଚନା ଗୁଡ଼ିକ ଏକାଧାରରେ ଇତିହାସ ସମାଜ ବିଜ୍ଞାନ ଉପରେ ଆଧାରିତ। କେତେକ ପ୍ରସିଦ୍ଧ ଐତିହାସିକଙ୍କୁ ମଧ୍ୟ ସମାଜ ବିଜ୍ଞାନୀ କୁହାଯାଏ, ଯଥା ଆର୍ନୋଲ୍ଡ ଟଏନବି ଓ ଅସୱାଲ୍ଡ ସ୍ପିଙ୍ଗଲର ଇତ୍ୟାଦି ହେଉଛନ୍ତି ଐତିହାସିକ ତା ସହିତ ସମାଜ ବିଜ୍ଞାନୀ ବା ଐତିହାସିକ ସମାଜ ବିଜ୍ଞାନ। ଯୋଉଟାକୁ ଆମେ କହୁଛେ ସେ କଣ ନା ଦିଟାକ ଇତିହାସ ଆଉ ସମାଜ ବିଜ୍ଞାନ ଦିଟା ମିଶିଗଲେ କଣ ହବ ନା ଐତିହାସିକ ସମାଜ ବିଜ୍ଞାନ ବା ହିଷ୍ଟୋରିକାଲ ସୋସିଓଲୋଜି। ଏବଂ ସମାଜ ବିଜ୍ଞାନ ଇତିହାସ ସୋସିଓଲୋଜିକାଲ ହିଷ୍ଟୋରି। ସମାଜ ବିଜ୍ଞାନ ଆଉ ଇତିହାସକୁ ମିଶିଗଲେ ଆମେ ତାକୁ କଣ କହୁଛେ ନା ସୋସିଆଲ ବା ସୋସିଓଲୋଜିକାଲ ହିଷ୍ଟୋରି। ଏହି ଦୁଇ ଭାଗରେ ବର୍ତ୍ତମାନ ଇତିହାସ ଓ ସମାଜ ବିଜ୍ଞାନର ନୂତନ ସ୍ୱତନ୍ତ୍ର ଅଧ୍ୟୟନ ଭାବରେ ବେଶ ପରିଚିତ। ତେଣୁ ହାୱାର୍ଡ ଯାହା ମତ ପୋଷଣ କରିଛନ୍ତି, ଇତିହାସ ହେଉଛି ଅତୀତର ସମାଜ ବିଜ୍ଞାନ ଓ ସମାଜ ବିଜ୍ଞାନ ହେଉଛି ବର୍ତ୍ତମାନର ଇତିହାସ, ଯାହା ଯଥାର୍ଥ ଅଟେ, ଯାହା କହିବା ଯଥାର୍ଥ ଅଟେ। ପିଲାମାନେ ଆମେ ଦେଖିବା ଏଠି ହାୱାର୍ଡ ବୋଲି ଜଣେ ସମାଜ ବିଜ୍ଞାନ ଅଛନ୍ତି। ସେ କଣ କହିଛନ୍ତି? ସେ କହିଛନ୍ତି ନା ଇତିହାସ ହେଉଛି ଅତୀତର ସମାଜ ବିଜ୍ଞାନ ଓ ସମାଜ ବିଜ୍ଞାନ ହେଉଛି ବର୍ତ୍ତମାନର ଇତିହାସ। ପିଲାମାନେ ଏଇ କଥାଟାକୁ ଏଇ ପଏଣ୍ଟଟାକୁ ମନେ ରଖ, ଏଇଟା ହେଉଛି ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ। ତାର ପିଲାମାନେ ଆମେ ଦେଖିବା ଏହାର ପାର୍ଥକ୍ୟ କଣ ରହିଛି, ଡିଫରେନ୍ସ, ତାର ପାର୍ଥକ୍ୟଟା କଣ? ସମାଜ ବିଜ୍ଞାନ ଓ ଇତିହାସ ମଧ୍ୟରେ ଯେତେ ଘନିଷ୍ଠତା ଥିଲେ ମଧ୍ୟ ସମାଜ ବିଜ୍ଞାନ ଅନେକ ଗୁଡ଼ିଏ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ଏମାନଙ୍କ ମଧ୍ୟରେ। ସେଗୁଡ଼ିକ କଣ କଣ ନା ସେଗୁଡ଼ିକ ହେଲା, ଦେଖ ଏଇଠି ଦେଲା ସମାଜ ବିଜ୍ଞାନ ଓ ଇତିହାସ ମଧ୍ୟରେ ପାର୍ଥକ୍ୟ। ଏକରେ ଦେଲା ସମାଜ ବିଜ୍ଞାନ ବର୍ତ୍ତମାନର ସମାଜକୁ ଅଧ୍ୟୟନ କରେ ବା ଅନୁଧ୍ୟାନ କରିଥାଏ। ଦୁଇରେ ହେଲା ଇତିହାସ ଅତୀତ ସମାଜକୁ ଅଧ୍ୟୟନ କରିଥାଏ। ତାର ଦୁଇରେ ହେଲା ସମାଜ ବିଜ୍ଞାନର ପରିସର ବ୍ୟାପକ ହୋଇଥାଏ। ୟାର ଦୁଇରେ ହେଲା ଇତିହାସ ପରିସର ସଂକୀର୍ଣ୍ଣ ହୋଇଥାଏ। ତିନିରେ ହେଲା ସମାଜ ବିଜ୍ଞାନ ଏକ ନୂତନ ବିଜ୍ଞାନ ଅଟେ, ଇତିହାସ ଏକ ପୁରାତନ ବିଜ୍ଞାନ ଅଟେ। ସମାଜ ବିଜ୍ଞାନ ଏକ ସାଧାରଣ ବିଜ୍ଞାନ ଅଟେ, ଇତିହାସ ଏକ ସ୍ୱତନ୍ତ୍ର ବିଜ୍ଞାନ ଅଟେ। ସମାଜ ବିଜ୍ଞାନ ବିଶ୍ଳେଷଣ ପର୍ଯ୍ୟାଲୋଚନା ଉପରେ ଗୁରୁତ୍ୱ ଦିଏ, ଇତିହାସ ଘଟଣାର ବର୍ଣ୍ଣନା ଉପରେ ଗୁରୁତ୍ୱ ଦିଏ। ସମାଜ ବିଜ୍ଞାନ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ପଦ୍ଧତିର ପ୍ରୟୋଗ କରେ, ଇତିହାସ କେବଳ ଗୁଣାତ୍ମକ ପଦ୍ଧତିର ପ୍ରୟୋଗ କରିଥାଏ। ସମାଜ ବିଜ୍ଞାନ ପ୍ରତ୍ୟେକ ଯୁଦ୍ଧ ବିପ୍ଳବକୁ ଗୁରୁତ୍ୱ ଦେଇନଥାଏ, ଏହା ଯୁଦ୍ଧ ବିପ୍ଳବକୁ ସାଧାରଣ ଭାବରେ ଅଧ୍ୟୟନ କରିଥାଏ। ଇତିହାସ ପ୍ରତ୍ୟେକ ଯୁଦ୍ଧକୁ ଗୁରୁତ୍ୱ ଦେଇ ତାହାକୁ ସ୍ୱତନ୍ତ୍ର ରୂପେ ଅଧ୍ୟୟନ କରିଥାଏ ଏବଂ ତାକୁ ସ୍ୱତନ୍ତ୍ର ଭାବେ ପରିପ୍ରକାଶ କରିଥାଏ। ବୁଝିପାରିଲେ ପିଲାମାନେ?
8 ଆସିଲା ସମାଜ ବିଜ୍ଞାନ ଦୃଷ୍ଟିକୋଣ ସାଧାରଣ ହୋଇଥାଏ, ଇତିହାସ ଦୃଷ୍ଟିକୋଣ ସ୍ୱତନ୍ତ୍ର ହୋଇଥାଏ। 9ରେ ଆସିଲା ସମାଜ ବିଜ୍ଞାନ ପର୍ଯ୍ୟବେକ୍ଷଣ, ଅନୁସନ୍ଧାନ, ପରୀକ୍ଷଣ ଓ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦିଏ। ସମାଜ ବିଜ୍ଞାନ ନିଜେ ବିଭିନ୍ନ ଅଞ୍ଚଳରେ ଅବସ୍ଥାନ କରି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ତଥ୍ୟ ସଂଗ୍ରହ କରିଥାଏ। ଇତିହାସ ଶିଳାଲିପି, ସ୍ତୂପ, ସଭ୍ୟତାର ଭଗ୍ନାବଶେଷରୁ ତଥ୍ୟ ସଂଗ୍ରହ କରେ। 10ରେ ଆସିଲା ସମାଜ ବିଜ୍ଞାନର ପରୀକ୍ଷା ନିରୀକ୍ଷା କରିବା ସମ୍ଭବପର ହୋଇନଥାଏ, କାରଣ ଏହା ବର୍ତ୍ତମାନକୁ ଅଧ୍ୟୟନ କରିଥାଏ। ଇତିହାସ ଯେହେତୁ ଅତୀତ ଘଟଣାକୁ ଅଧ୍ୟୟନ କରିଥାଏ, ସେଥିପାଇଁ ଏହାର ପରୀକ୍ଷା ନିରୀକ୍ଷା କରିବା ସମ୍ଭବପର ହୋଇଥାଏ। 11ରେ ଆସିଲା ସମାଜ ବିଜ୍ଞାନ ବ୍ୟକ୍ତିକୁ ଉପେକ୍ଷା କରି ସମାଜକୁ ପ୍ରାଧାନ୍ୟ ଦେଇଥାଏ। ଇତିହାସ ବ୍ୟକ୍ତିବିଶେଷକୁ ଗୁରୁତ୍ୱ ଦେଇଥାଏ। 12ରେ ଆସିଲା ସମାଜ ବିଜ୍ଞାନ ନିଜର ଅଧ୍ୟୟନର ମାର୍ଗ ନିଜେ ପ୍ରସ୍ତୁତ କରେ। ମାନବିକ ଘଟଣାବଳୀକୁ ଏହା ସମାଜତାତ୍ତ୍ୱିକ ଦୃଷ୍ଟିରେ ଦେଖେ। ଏକ ଦୃଷ୍ଟିର ଘଟଣାବଳୀ ମନୁଷ୍ୟର ସାମାଜିକ ସମ୍ପର୍କର ପରିଣାମ। 12ରେ ଇତିହାସ କିନ୍ତୁ ମାନବିକ ଘଟଣା ସମୂହର କାଳାନୁକ୍ରମିକ ବିବରଣୀମାନ ଅଧ୍ୟୟନ କରେ। 13ରେ ହେଲା ସମାଜ ବିଜ୍ଞାନ ବସ୍ତୁ ନିରପେକ୍ଷ ଅଟେ, ଇତିହାସ ବସ୍ତୁମୂଳକ ବ୍ୟକ୍ତିନିଷ୍ଠ ଅଟେ। ତ ପିଲାମାନେ ଆଜି ପାଇଁ ଏତିକି। ନେକ୍ସଟ କ୍ଲାସରେ ପଢ଼ିବା ସମାଜ ବିଜ୍ଞାନ ଏବଂ ଅର୍ଥନୀତି ସହିତ କ'ଣ ସମ୍ପର୍କ ରହିଛି। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ତା ସହିତ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଭିଡ଼ିଓଟିକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ, ଯାହାଫଳରେ କି ଆମ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ସହଜରେ ପହଞ୍ଚି ଯାଇପାରିବ। ପିଲାମାନେ ଆଜି ପାଇଁ ଏତିକି, ରହୁଛି। ଜୟ ଜଗନ୍ନାଥ।